ଯେକୌଣସି ପୂଜା ବ୍ରତ ଉପବାସ ଦିନରେ ଏମିତି ପଣାରୁ ଗୋଟେ ଗ୍ଲାସ୍ ପିଅନ୍ତୁ, ଦେଖିବେ ମନ ଆତ୍ମା ସବୁ ଶାନ୍ତି ହେଇଯିବ ଆଉ ଦିନ ସାରା ଜମା ଭୋକ ଲାଗିବ ନାହିଁ। ଆଜି ଆମେ ବିନା ଚିନି ବିନା ଗୁଡ଼ରେ ସବୁଠୁ ହେଲ୍ଦି ଉପାୟରେ ପଣା ବନେଇବା। ଏମିତି ଉପାୟରେ ଘରେ ପଣା ବନେଇ ପିଇଲେ ମାର୍କେଟରୁ ଲସି କିଣି ପିଇବା ଭୁଲିଯିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନର ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ପଣା ବନେଇବା ପାଇଁ ପ୍ରଥମେ ଆମକୁ ଶାଗୁ ଦରକାର। ଏଇଠି ମୁଁ 100 ଗ୍ରାମର ଛୋଟ ଦାନାବାଲା ଶାଗୁ ନେଇଛି। ଏହି ଶାଗୁରେ ପଣା ଖାଇବା ପାଇଁ ଭଲ ଲାଗେ। ଆପଣମାନେ ବଡ଼ ଦାନାବାଲା ଶାଗୁ ନେଇପାରିବେ, କିନ୍ତୁ ଏହି ଶାଗୁରେ ପଣା ଖାଇବା ପାଇଁ ସେତେ ଭଲ ଲାଗେ ନାହିଁ। ପ୍ରଥମେ ଶାଗୁରେ ପାଣି ଦେଇ ଥରେରୁ 2 ଥର ଧୋଇ ନେବା। ତାପରେ ଶାଗୁ ବୁଡ଼ିବ, ତା ଉପରକୁ 1ରୁ 1.5 ଇଞ୍ଚ ପର୍ଯ୍ୟନ୍ତ ଭଲ ପାଣି ଦେଇ ଶାଗୁକୁ ରାତି ସାରା ନହେଲେ 4ରୁ 5 ଘଣ୍ଟା ବତୁରେଇ ଦେବା। 5 ଘଣ୍ଟା ପରେ ଏଇଠି ଦେଖନ୍ତୁ ଶାଗୁ ଭଲ ଭାବରେ ବତୁରି ଯାଇଛି। ଶାଗୁ ଯେତେ ଭଲ ଭାବରେ ବତୁରିବ ପଣାରେ ଖାଇବା ପାଇଁ ଭଲ ଲାଗିବ। ଏବେ ଆମେ ଆଉ ଗୋଟେ କାମ କରିବା। ଆଜିର ପଣାକୁ ଆଉ ଟିକେ ହେଲ୍ଦି କରିବା ପାଇଁ ଆମେ ଚିଆ ସିଡ୍ସ ଦେବା। ଆପଣମାନଙ୍କ ପାଖରେ ଚିଆ ସିଡ୍ସ ନହେଲେ ବେସିଲ ସିଡ୍ସ ବା ସବ୍ଜା ସିଡ୍ସ ଯାହା ବି ଥିବ ଏହି ପଣାରେ ଦେଇପାରିବେ। ଚିଆ ସିଡ୍ସ ଖରାଦିନେ ପେଟକୁ ଥଣ୍ଡା ରଖେ। ଚିଆ ସିଡ୍ସରେ ବହୁତ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ବହୁତ ପ୍ରକାରର ହେଲ୍ଥ ବେନିଫିଟ୍ସ ଥାଏ। ତା ଛଡ଼ା ୱେଟ୍ ଲସ୍ରେ ସାହାଯ୍ୟ କରେ। ସେଥିପାଇଁ ସମସ୍ତେ ନିତିଦିନ ନିଜ ଡାଏଟ୍ରେ ସାମିଲ କରିବା ଦରକାର। ଚିଆ ସିଡ୍ସ ଅନଲାଇନ୍ରେ ମିଳିପାରିବ, ଲିଙ୍କ ଡେସ୍କ୍ରିପସନ୍ ବକ୍ସରେ ଅଛି, ଆପଣମାନେ ଚେକ୍ କରିପାରିବେ। ନହେଲେ ମାର୍କେଟରେ ଯେକୌଣସି ଗ୍ରୋସରୀ ଷ୍ଟୋରରେ ମିଳିପାରିବ। ଅଳ୍ପ ପାଣି ଦେଇ କେବଳ 5ରୁ 7 ମିନିଟ୍ ବତୁରେଇ ଦେବା। 5-7 ମିନିଟ୍ ଭିତରେ ଚିଆ ସିଡ୍ସ ଭଲ ଭାବରେ ବତୁରିଯିବ। ଆଜିର ପଣାକୁ ଆମେ ବିନା ଚିନି ବିନା ଗୁଡ଼ରେ ବନେଇବା, ସେଥିପାଇଁ ମିଶ୍ରି ବ୍ୟବହାର କରିବା। ଏମିତି ସୂତା ଲଗା ମିଶ୍ରି ନେବେ। ମିଶ୍ରି ପେଟକୁ ଥଣ୍ଡା ରଖେ, ତା ଛଡ଼ା ଦେହ ପାଇଁ ବହୁତ ହେଲ୍ଦି ରୁହେ। 150 ଗ୍ରାମ ମିଶ୍ରିକୁ ଅଳ୍ପ ପାଣି ଦେଇ ରାତି ସାରା ମୁଁ ବତୁରେଇ ନେଇଥିଲି। ଯଦି ଆପଣମାନେ ମିଶ୍ରିକୁ ପାଣିରେ ବତୁରେଇ ନଥିବେ, ମିଶ୍ରିକୁ ଗୁଣ୍ଡ କରି ଦେଇପାରିବେ। ମିଶ୍ରି ବତୁରି ଯିବା ପରେ ଯଦି ସୂତା ରହିଯାଇଥିବ, ମିଶ୍ରି ପାଣିକୁ ଆପଣମାନେ ଛାଣି ନେଇପାରିବେ। ଆପଣମାନେ ମିଶ୍ରି ବଦଳରେ ମିଠା ପାଇଁ ଚିନି, ଗୁଡ଼ ନହେଲେ ମହୁର ବ୍ୟବହାର କରିପାରିବେ। ତା ଛଡ଼ା ପଣାରେ ଦେବା ଲାଗି ମୁଁ ଏଇସବୁ ଫଳ ନେଇଛି। ଆପଣମାନଙ୍କ ପାଖରେ ଯେଉଁ ଫଳ ଥିବ ଆପଣମାନେ ପଣାରେ ଦେଇପାରିବେ। ଏମିତି ନୁହେଁ କି ମୁଁ ଯେଉଁ ସବୁ ଫଳ ନେଇଛି ଆପଣମାନଙ୍କୁ ସେଇ ଫଳ ଦେବା ପାଇଁ ବାଧ୍ୟ। ଏତିକି ଫଳ ଛଡ଼ା ମୁଁ ଅଳ୍ପ ନଡ଼ିଆ କୋରା ନେଇଛି। ନଡ଼ିଆ କଷି ନେବେ, ପଣାରେ ଖାଇବା ପାଇଁ ଭଲ ଲାଗିବ। ମୁଁ ଗୋଟେ ବଡ଼ ସାଇଜର ଆମ୍ବ ନେଇଥିଲି, କିନ୍ତୁ ଫାଳେ ଆମ୍ବକୁ ଆଜି ଆମେ ବ୍ୟବହାର କରିବା। ଆମ୍ବ କାଟି ସାରିବା ପରେ ଛୁରୀରେ ଏମିତି କାଟି ନେବେ। ତାପରେ ସ୍ପୁନ ସାହାଯ୍ୟରେ ଆମ୍ବର ପଲ୍ପକୁ ବାହାର କରିନେବେ। ଆଜି ଆମେ ପଣାକୁ ଟିକେ ନୂଆ ଷ୍ଟାଇଲରେ ଆଉ ସହଜ ଉପାୟରେ ବନେଇବା, ଯାହାର ଟେଷ୍ଟ ବି ପୁରା ଅଲଗା ରହିବ। ଆମ୍ବରୁ ପଲ୍ପ ବାହାର କରିସାରିବା ପରେ ଫଳଗୁଡ଼ିକୁ କାଟି ନେବା। ଏଇଠି ଦେଖନ୍ତୁ ଯେତିକି ମୁଁ ଫଳ ନେଇଥିଲି ସବୁ ଫଳରୁ ଅଳ୍ପ ଅଳ୍ପ କାଟି ନେଇଛି। ଅଙ୍ଗୁର ଆଉ କମଳା ଯଦି ନେଉଥିବେ, ଭିତରେ ଥିବା ମଞ୍ଜିକୁ ବାହାର କରି ସବୁ ଫଳଗୁଡ଼ିକୁ ଛୋଟ ଛୋଟ କାଟି ନେବେ। ବେଶୀ ବଡ଼ ଖଣ୍ଡ ରହିଲେ ପଣାରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ତା ଛଡ଼ା ପଣାରେ ଦେବା ଲାଗି ଏଇଠି ମୁଁ 250 ମିଲିଲିଟରର ଫ୍ରେଶ୍ ଦହି ନେଇଛି। ଦହି ବେଶୀ ଖଟା ଦେବେ ନାହିଁ, ପଣାରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ଯଦି ଆପଣମାନେ ଦହି ଖାଉନଥିବେ, ଦହି ଦେବେ ନାହିଁ। ଦହି ବଦଳରେ କ୍ଷୀର ନହେଲେ ପାଣି ବି ଦେଇପାରିବେ, କିନ୍ତୁ ଦହି ଦେଲେ ପଣା ଖାଇବା ପାଇଁ ଭଲ ଲାଗେ। ତାପରେ ଗୋଟେ ଗ୍ରାଇଣ୍ଡର ଜାର୍ ନେଇ ରଖିଥିବା ଆମ୍ବର ପଲ୍ପ, ଦହି, ନଡ଼ିଆ କୋରା, ଯଦି ଆପଣମାନେ କଦଳୀ ଦେବା ପାଇଁ ଚାହିଁବେ 1ରୁ 2ଟି କଦଳୀକୁ ଛୋଟ ଛୋଟ କରି କାଟିକି ଦେଇପାରିବେ। ବତୁରେଇ ରଖିଥିବା ଶାଗୁରୁ ଅଧାରୁ ଅଧିକ ଦେବା, ଅଳ୍ପ ଶାଗୁ ରଖିବା, ପଣାରେ ଗଳେଇବା। ଯଦି ଆପଣମାନେ ଚିନି ଦେବେ, ଏଇ ଷ୍ଟେଜରେ ଚିନି ଦେଇ ସବୁ ଜିନିଷକୁ ଗ୍ରାଇଣ୍ଡ କରି ଆଣିବା। ସବୁ ଜିନିଷକୁ ଗ୍ରାଇଣ୍ଡ କରିନେଲେ ପଣାର ଟେକ୍ସଚର ବହୁତ ବଢ଼ିଆ ଆସେ, ପଣା ଖାଇବା ପାଇଁ ଭଲ ଲାଗେ। ତାପରେ ପଣାକୁ ଗଳେଇବା ପାଇଁ ଗୋଟେ ବଡ଼ ଜାଗା ନେବା, ହାତକୁ ଭଲ ଭାବରେ ଧୋଇ ପରିଷ୍କାର କରିବା। ସବୁ ଜିନିଷକୁ ଗ୍ରାଇଣ୍ଡ କରିସାରିବା ପରେ ଏଇଠି ଦେଖନ୍ତୁ ପଣାର କଲର ଆଉ ଟେକ୍ସଚର କେତେ ସୁନ୍ଦର ଦେଖାଯାଉଛି। ଏବେ ଆମେ ବତୁରେଇ ରଖିଥିବା ମିଶ୍ରି ପାଣିକୁ ଗ୍ରାଇଣ୍ଡର ଜାର୍ରେ ଦେଇ ଗ୍ରାଇଣ୍ଡର ଜାର୍କୁ ଭଲ ଭାବରେ ଧୋଇ ନେବା, ଯାହାଦ୍ୱାରା ଜାର୍ ବି ପୁରା କ୍ଲିନ୍ ହେଇଯିବ। ପ୍ରଥମେ ଏତିକି ପାଣି ଦେଇ ଗଳେଇବା, ତାପରେ ଯଦି ଦରକାର ପଡ଼ିବ ଆମେ ଦେଖିକି ପାଣି ଦେବା। ପ୍ରଥମେ ପଣାକୁ ଏତିକି ବହଳିଆ ରଖିବେ। ଏବେ ବତୁରେଇ ରଖିଥିବା ବଳକା ଶାଗୁ ଦେବା। ଅଳ୍ପ ଶାଗୁ ପଣାରେ ଦେଲେ ପଣା ଖାଇବା ପାଇଁ ଭଲ ଲାଗେ। ତାପରେ କାଟି ରଖିଥିବା ଫଳ ଦେବା, ଅଳ୍ପ ବେଦନା ମଞ୍ଜି ରଖିବା। ପରେ ପଣା ଗ୍ଲାସ ଉପରେ ଦେଇ ଗ୍ଲାସକୁ ସଜେଇବା। ସବୁ ଜିନିଷକୁ ଗଳେଇ ନେବା। ପଣାର କନସିଷ୍ଟେନ୍ସି ଦେଖନ୍ତୁ ପୁରା ପରଫେକ୍ଟ ଅଛି। ଏବେ ବତୁରେଇ ରଖିଥିବା ଚିଆ ସିଡ୍ସରୁ 1ରୁ 2 ଚାମଚ ଦେବା। ଅଳ୍ପ ବଳକା ରଖିବା।
ପରେ ପଣା ଗ୍ଲାସର ତଳେ ନହେଲେ ଉପରେ ଦେଇପାରିବେ। ଚିଆ ସିଡ୍ସ ଦେବା ଟୋଟାଲି ଅପସନାଲ ଅଛି। ଚିଆ ସିଡ୍ସ ନ ଦେଇ ବି ଆପଣମାନେ ପଣା ବନେଇ ପାରିବେ, କିନ୍ତୁ ଦେଲେ ପଣା ହେଲ୍ଦି ରହିବ। ପଣାକୁ ଆଉ ଟିକେ ହେଲ୍ଦି କରିବା ପାଇଁ ଅଳ୍ପ ଡ୍ରାଇ ନଟ୍ସ ଦେବା। ଏଠି ମୁଁ ଅଳ୍ପ କାଜୁ, ଅଳ୍ପ କିସମିସ ଦେଇଛି। କିଛି ଲୋକ ପଣାରେ ଗଜା ବୁଟ ମୁଗ ଦିଅନ୍ତି। ଯଦି ଆପଣମାନେ ପସନ୍ଦ କରୁଥିବେ କେବଳ 2 ରୁ 3 ଚାମଚ ଦେବେ, ବେଶୀ ଦେବେ ନାହିଁ। ଯଦି ପସନ୍ଦ କରୁନଥିବେ ବିଲକୁଲ ଦେବେ ନାହିଁ। ପଣାର ବାସ୍ନା ଟେଷ୍ଟ ବଢାଇବା ପାଇଁ ଅଳ୍ପ ଗୁଜୁରାତି ଗୋଲମରିଚ ଗୁଣ୍ଡ ଦେବା। ସବୁ ଜିନିଷକୁ ଭଲ ଭାବରେ ଗଳେଇ ନେବା। ଏତିକି ପଣାକୁ 4 ରୁ 5 ଜଣ ଲୋକ ଖାଇପାରିବେ। ସବୁ ଜିନିଷ ଗଳେଇ ସାରିବା ପରେ ପଣା ଯଦି ବହଳିଆ ଲାଗିବ ଅଳ୍ପ କ୍ଷୀର କିମ୍ବା ପାଣି ଦେଇ ପଣାର କନସିଷ୍ଟେନ୍ସି ଆଡଜଷ୍ଟ କରିବେ। ପଣାର ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ବହଳିଆ ରଖିବେ। ୟାଠାରୁ ବହଳିଆ କିମ୍ବା ୟାଠାରୁ ପାଣି କରିବେ ନାହିଁ, ନହେଲେ ପଣା ଖାଇବା ପାଇଁ ଭଲ ଲାଗିବ ନାହିଁ। ଏବେ ଆମ ରେଡି ହେଇଗଲା ନୂଆ ଶୈଳୀରେ ଆମ୍ବଦିଆ ଶାଗୁ ପଣା। ଆସୁଥିବା ସାବିତ୍ରୀ ବ୍ରତରେ ବନାନ୍ତୁ। କେମିତି ଲାଗିଲା ନିହାତି କମେଣ୍ଟସ କରି ଜଣାଇବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।